ଏଠିକି ଆସିବାକୁ ଭୂମି କାହିଁକି ଡାକିଲା? सर ये आपनकर साना झियो बोधे? ना 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 मोर गोटे झियो। इच्छा छाड़ुनी गुड़ा तमाने सेटा फाइनल। Hey. मम्मी Tahu. Hah? Oke. Atau. नहीं आपण करो तम मम्मी तुमको फुल सपोर्ट करचंती? सॉरी मो डैडी को जोटा पसंद सेटा मो मम्मी केबे पसंद करती मो मम्मी ठीक तो उल्टा कर तम मम्मी को प्रणाम जणेबो मत। मो मम्मी का कथा छाड़ तुमको आदित्य विषय किछि कहबी एई देखो से केमिति वीडियो पठेछि। भूमि जानिछ हम हनीमून पाई बेस्ट जगह कोटा मु चूज करि सारछि सिंगापुर आउ सेहिति पाई मु दिटा टिकट भी बुक करि सारछि। आदित्य बाहाबा बोली फाइनल कर साला ता कोनो पिल्ला छुआ ना भी रख दबो। मजाक छाड़ तुम एबे जे डैडी को कन्विंस करिया बे किछि भी चिंता करिना। अरे गोटे वीक टाइम आहुरी अछि मते खाली गोटे मोमेंट दरकार। आदित्य घर लोक आछचंदी निर्बंध पई तमे हाथ ऊपर हाथ पकई बसिता। माधव माधव विष्णु माधव माधव हरि एथर मुदी पिंधा कार्य आरंभ हेउ। एतिक बड़ तमर छेंकी बारथला समुद्री की बोधे थंडा हो जाइए बुझिले समुदी आज राति रे रसुण सोरिष तेल टिके गरम करी भातर मुंड जाए टिके एमिति रगड़ी देबे ए थंडा परा छाड़ी एकातरे पळेइबो। ए आदित्य चाहिचु कोन मुदी पिंधा पिंधा आज्ञा आउ केही आसीबार नाही। अरे हमें तो समस्त अछु आपण की आछो ए दुनिया उत्तम मानती ना कोन ए दुनिया डंगा हेले कात मोर ठेंगा मु दंडा बाड़ूंगा मु दंडा बाड़ूंगा। नमस्कार। कौन कहले आज्ञा? उत्तम मानती नुहे मु तांको खास लोक सेतिले दंडा बाळुंगा मु डाहा बाळुंगा। की तमसा चले चठी पापा ओ आंको बाहागरटा तामसा लागु 25 तारिख लग्न स्थिर होई सालानी आज रिंग सेरेमनी व्हाट इज दिस? बाहर कर नना मंत्र पढ़ो अरे शुभ बेला परा गढ़ी जाउची कम से कम आमे मुदी पिंधा पर्वटा सारता। नमो गणेश विघ्नेश गिरिजानंदन प्रभु। रही जाओ नना आसंता 25 तारिख भूमि सह मो बाहागर भोजी खाया पे निश्चय आसीबो निमंत्रण रहिला। अरे मत एमती चाहिच कोन? अरे सेई निमंत्रण तो आमे तमको दबा पे आसी इंस्पेक्टर बाबू हम पो बाहागर रे टिके लफड़ा हे पारे बाहागर को निश्चय आसीबो भोजी भी खाइबो आउ पुलिस हिसाब रे ड्यूटी ता भी करतबो। वाह स्मार्ट मामा। हयो
ତମେ କଣ ଖାଲି ଏଠିକି ଖାଇବା ପାଇଁ ଆସିଛ? ମାନେ? ଆରେ ବୋହୂକୁ କଣ ପଚାରିବା କଥା ପଚାରୁନ? ଆରେ ସେମାନେ କଣ କଥା ହେବେ ଆମେ ଟିକେ ଶୁଣିବାନି? ଚାଲ ଚାଲ ଆରେ ସାଇଡ ଏଇଠି ସେଣ୍ଟର ଉପରେ ନା ଖେଳ ହବ। ଏଠି କଣ ଚାଲିଛି କଣ? ଆରେ ଡାଡି ଛିଡା ହେଲେ କାହିଁ? ହଁ ବସୁନାହାନ୍ତି। ବସୁଛି। ଆରେ ବସନ୍ତୁ ବସନ୍ତୁ, ଆପଣ ସମସ୍ତେ ବସନ୍ତୁ, ଘର କଥା କିଛି ଅସୁବିଧା ନାହିଁ। ବସନ୍ତୁ ବସନ୍ତୁ। ବସ ବସ ବସ। ମାଉସୀ କଣ ପଚାରିବେ ପଚାରନ୍ତୁ। ମା ଏବେ କଣ ପଢୁଛୁ? ଦିନରେ MBA ଆଉ ରାତିରେ ମୁଁ SMS। ଆରେ ମା ତତେ ଭଲ ରୋଷେଇ କରି ଆସେ? ହଁ ଏକଦମ ଚୋଖା A1 ଭେଜ ନନ ଭେଜ ସବୁ ଆସେ। ସେ ପ୍ଲାନ୍ କରିଛି ପରା ବାହାଘର ପରେ ଷ୍ଟାଡିୟମ ଛକରେ ଦହିବରା ଆଳୁଦମ ବିକିବ। ହେ, ତମ ବେଳର ସେ ଓଲ୍ଡ ମେଥଡ ପ୍ରଶ୍ନ ପଚାରିଲେ ଲୋକ ହସିବେନି? ଦେଖ ମୁଁ କେମିତି ପ୍ରଶ୍ନ ପଚାରୁଛି। ଆଚ୍ଛା ମା, ଆଜ୍ଞା ତମେ ଗୀତ ଗାଅଟି? ଆଚ୍ଛା ତମ ଗଳା କେମିତି? ଗଳା ମାନେ ସେ କଣ୍ଠ ନୁହେଁ ଆଜ୍ଞା, ପୁରା ବୀଣା ବୀଣା। ତାଙ୍କର ଗୋଟେ ମେଲୋଡି ପାର୍ଟି ବି ଅଛି। କହିବେ ଯଦି ଗଣେଶ ପୂଜା କଲଟା ଏବେଠୁ ବୁକ୍ କରିଦେବି। ଗୋଟାଏ କଥା ବୁଝିପାରୁନି ଯଜମାନେ, ଏକଥା ଜାଣିପାରୁଛି ଆପଣ 3 ଜଣଙ୍କ ଭିତରୁ ଜଣେ କନ୍ୟାକୁ ବିବାହ ହେବେ, ଆଉ ଜଣେ କଣ ମହୁରୀ ଫୁଙ୍କିବେ। ଆରେ ନନା ତମକୁ କଣ ପଚାରୁଛନ୍ତି କହୁନ? ଏ ନନାଙ୍କ ପ୍ରଶ୍ନର ଉତ୍ତର ମୁଁ ଦେବି। ଭୂମି ସାଙ୍ଗରେ ମୋର ବାହାଘର ହବ, ଆଉ ଏସବୁ କାମ ମତେ କରିବାକୁ ପଡିବ। ଆକାଶବାଣୀ କଟକ ଆପଣଙ୍କ ଅନୁରୋଧ କାର୍ଯ୍ୟକ୍ରମରେ ଏହି ଗୀତଟି ଅନୁରୋଧ କରିଛନ୍ତି ବ୍ୟର୍ଥ ପ୍ରେମିକ ଆଦିତ୍ୟ ପଟ୍ଟନାୟକ। ହୃଦୟର ଏ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ। ହୃଦୟର ଚାବି ନେ, ପାର୍କିଂ ରେ ରଖିଦେ। ଆଜ୍ଞା ଏଟା 4 ଚକିଆ ପାର୍କିଂ ଜାଗା, 2 ଚକିଆ ପାଇଁ ନୁହେଁ। ଏଇଟା ନେ, ମୋ 2 ଚକିଆ ମିଶେଇ ଦେ, ରଖିଦେ ହେଲା। ହଁ 2 2 4 କରି ପାର। ଭଲ ଲାଗେ ଭଲ ଲାଗେ। ଇଏ ମତେ ଏଠି କିଏ ଖୋଜୁଥିଲେ କି? ଭାଇ ନା ଶାଢୀ ଦେଖ। ତମେ ଏଠି କଣ କରୁଛ? ବାଟରେ ଯାଉଥିଲି, ମୋ ପୁଅକୁ ବହୁତ ଜୋରେ ଶୁଶୁ ଲାଗିଲା। ମୁଁ କହିଲି ଏଇ ପାଖରେ ସୋରୁମ ଅଛି। ସୋରୁମ କୁ କଣ କିଏ ଏକ କରିବାକୁ ଆସେ? ବାହାଘରିଆ ଶାଢୀ ଦେଖିବେ ନା କଣ? ମୋ ଝିଅର ବାହାଘର ପରା। ଝିଅ ଜୋଇଁକୁ ସାଙ୍ଗରେ ନେଇ ଆସିଛି, ସପିଂ କରିବି। ଜ୍ୱାଇଁ କାହାନ୍ତି? ଏଇ ପରା ମୋ ଜୋଇଁ, ତମ ଏରିଆର ପୋଲିସ ଇନ୍ସପେକ୍ଟର। ଆରେ ବା, ଇନ୍ସପେକ୍ଟର ସାର୍ ଆପଣଙ୍କ ଜ୍ୱାଇଁ? ବହୁତ ଭଲ ହେଲା ଆଉ। ବହୁତ ନୂଆ ନୂଆ ଡିଜାଇନ ଆସିଛି ସାର୍। ସାର୍ଙ୍କର କୋଉଟା ପସନ୍ଦ ବାଛନ୍ତୁ, ଦେଖନ୍ତୁ ସାର୍। ଏଇଟା କେମିତି ଲାଗୁଛି ମମି? ଆରେ ମତେ କଣ ପଚାରୁଛୁ? ଜ୍ୱାଇଁ ପୁଅକୁ ପଚାର। ପୁରା ଜଳୁଛି ମମି। ଇଏ ଆପଣଙ୍କ ଜ୍ୱାଇଁ କିଏ? ଇଏ ବା ମୋ ଜ୍ୱାଇଁ। ଆଉ ସେ ବାବୁ? ତାଙ୍କୁ ମୁଁ ଚିହ୍ନିନି। ମୁଁ ପୁରା କନଫ୍ୟୁଜ ହେଲିଣି, ଘଟଣାଟା କଣ? ଇଏ ସାର୍ ଆପଣଙ୍କ ଜ୍ୱାଇଁ କିଏ? କହିଲି ତ ଇଏ ମୋ ଜୋଇଁ। ଆଉ ସେ ବାବୁ? ସେ ଟୋକା କିଏ ମୁଁ ଜାଣିନି। ଆଚ୍ଛା ଆପଣ 2 ଜଣଙ୍କ ରିଲେସନ କଣ? ସ୍ୱାମୀ ସ୍ତ୍ରୀ। ଆଉ ଏ ଝିଅ? ଆମ ଝିଅ। ଆଉ ଜ୍ୱାଇଁ? ଇଏ ଆମ ଜ୍ୱାଇଁ। ଶାଶୁମା ପାଦଟା ଟିକେ ମୁଣ୍ଡିଆ ମାରିବି, ମୁଣ୍ଡିଆ। ବାଇ 1 ଗେଟ୍ 1 ଅଫର ଶୁଣିଥିଲି, ହେଲେ ଆଜି ଆଖିରେ ଦେଖିଲି। କଂଗ୍ରାଚୁଲେସନ ସାର୍। କିଏ କାହିଁକି? ବାହାଘର ସିଜନ ପାଇଁ ଡେଲି ଆମ ଶୋରୁମ ତରଫରୁ ଜଣେ ଲେଖାଏଁ ଲକି ଯୋଡିଙ୍କୁ ହନିମୁନ ପ୍ୟାକେଜ ଦିଆଯାଉଛି। ଆଚ୍ଛା ଆଜିର ପ୍ରାଇଜ ଆପଣଙ୍କ ଝିଅକୁ ମିଳିଛି। ଆଚ୍ଛା, ଏଇଟା ତ ମୋ ଝିଅର ମୋ ଜୋଇଁର।
ବରର ଟିକେଟ ତ ଆପଣଙ୍କ ଜମି ଆଗରୁ ନେଇଗଲେ। ହଁ? ଆଦିତ୍ୟ, ଇଟ୍ସ ଟୁ ମଚ୍। ସେ ଟଙ୍କା ନିର୍ବନ୍ଧ ଭାଙ୍ଗିଲା, ଚୁପ୍ ରହିଲି। ଆଉ ଆଜି ଶାଢ଼ୀ ସପିଂ ସେଣ୍ଟରରେ ଯେମିତି ବିହେଭ୍ କରିଛି, ମୋ ସହି ଭାଷି ମାଟ ବିଗଲା। କିଛି ଗୋଟେ କରିବାକୁ ପଡ଼ିବ, ତାଠୁ ଏବେଠୁ କରିବାକୁ ପଡ଼ିବ। ନହେଲେ ବାହାଘରରେ ସେ ଯଦି କିଛି ନାଟକବାଜି କରେ, ତାହେଲେ ମୁଁ ତ ମୁଣ୍ଡ ଉଠେଇ ଚାଲିପାରିବିନି। ଶୁଣ, ଆଇନ ଭିତରେ ରହି ହଉ ବା ବାହାରକୁ ଯାଇକି ହଉ, କିଛି ଗୋଟେ କର। ଆଜି ଯାଏ ମୁଁ ଚୁପ୍ ଥିଲି, କାହିଁକି ନା ମୁଁ ଚାହୁଁନଥିଲି କାହାରି କିଛି ଖରାପ ଇମ୍ପ୍ରେସନ ମୋ ଉପରେ ପଡୁ। ହେଲେ ଏବେ କିନ୍ତୁ ମୁଁ ତାକୁ ଦେଖେଇବି, ଗୋଟେ ପୋଲିସ ବାଲା ଚାହିଁଲେ କଣ କରିପାରେ। ବାହାଘର ପାଇଁ ଲୋନ୍ ନେବା କ'ଣ ନିହାତି ଦରକାର ଥିଲା? ହଁ ମୋର ଗୋଟେ ବୋଲି ପୁଅ, ବାହାଘର ଧୁମଧାମରେ କରିବି। ମୋ ବୋଉ ପାଇଁ ଟିକେ ସୁନା କିଣିବିନି? ହ୍ୟାଲୋ, ହଁ ପଣ୍ଡା ବାବୁ, ସେ ମର୍ଡର ସସ୍ପେକ୍ଟ ଲୋକଟା ମିଳିଲା? ମୋ ପାଇଁ ନୂଆ ଷଡ଼ଯନ୍ତ୍ର ଚଲେଇଛ ବୋଧେ? ଆରେ ନାଇଁ ରେ ହିରୋ, ମୁଁ ଚାହୁଁନି ଖରାରେ ବୁଲି ବୁଲି ତୋର ରୋମିଓ ମାର୍କା ଚେହେରାଟା କଳା ପଡ଼ିଯାଉ। ସେଥିପାଇଁ ଭାବୁଛି ଲକଅପରେ ପୁରେଇ ଦେବି। କ'ଣ ଭାବୁଛୁ? ବିନା ଦୋଷରେ ତୁ ମୋତେ ଲକଅପରେ ଭର୍ତ୍ତି କରିବୁ, ମୁଁ ତତେ ଛାଡ଼ିଦେବି? କଣ କରିବୁ ବେ ତୁ ମୋର? ରାସ୍ତାଘାଟରେ ଏମିତି ଝଗଡ଼ା ଭଲ ନୁହେଁ ବାବା। ମୁଁ ତୁମ ମା ଭଳିଆ, ଚୁପ୍ ହେଇଯାଅ। ତମେ ମୋ ମା ଭଳିଆ ମାନେ